ଝରିଗାଁ ସାନେଟେମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପାଇଁ ହଷ୍ଟେଲ ଛାଡ଼ିଲେ 180 ଛାତ୍ର। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସାନଟେମରା ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ। ନିଜ ନିଜ ବହି ବସ୍ତାନି ଧରି ସାନଟେମରାରୁ ଝରିଗାଁ ପାଖାପାଖି 20 କିଲୋମିଟର ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ତେବେ ହଷ୍ଟେଲରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ଅନ୍ତେବାସୀ। ଦୀର୍ଘ ଦିନ ହେବ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଦିଦିଙ୍କ ଦବଙ୍ଗିରିରେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଅନ୍ତେବାସୀ। ଦିନେ ହେଲେ କୌଣସି ଅଧିକାରୀ ଏମାନଙ୍କ ନିକଟରେ ପହଞ୍ଚି ନଥିବା ଏବଂ ଏମାନଙ୍କ ସମସ୍ୟା ବୁଝିନଥିବା କଥା ଏବେ ଶିକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ସ୍ୱଚ୍ଛତା ଏବଂ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପିଲାଙ୍କ ଅଭିଯୋଗ ପ୍ରକାରେ ପିଲାଙ୍କ ହଷ୍ଟେଲରେ ପକୋଡ଼ା ଚାଉଳର ଭାତ ତରସିଝା ପାଣିଆ ଡାଲି ଏବଂ 2ଟି ରୁମ୍ରେ 180ରୁ ଛୁଆ ଗେଞ୍ଜାପେଲା କରି ଗାଈ ବଳଦ ଭଳି ରଖାଯାଇଛି। ବହୁଦିନ ଧରି ଏଭଳି ବର୍ଷା ଦିନେ ଛାତରୁ ପାଣି ପଡ଼ୁଥିବା ଅବସ୍ଥାରେ ପିଲାମାନେ ନିଜେ ଭିଜି ଭିଜି ରହୁଥିବା ଏବଂ ପିଲାଙ୍କ ପାଇଁ ଯେଉଁସବୁ ଖେଳନା ଯଥା ଫୁଟବଲ ଏବଂ ଅନ୍ୟାନ୍ୟ ଜିନିଷପତ୍ର ସେମାନଙ୍କୁ ଛୁଇଁବାକୁ ମଧ୍ୟ ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ମହାରଣା ଦେଉନଥିବା ମଧ୍ୟ କହିଛନ୍ତି ଅନ୍ତେବାସୀ। ବିଦ୍ୟାଳୟରେ ପିଲାଙ୍କ ଛାତ୍ରାବାସ ମଧ୍ୟରେ ନା ରହିଛି ବିଦ୍ୟୁତ୍ ସୁବିଧା ନା ଅଛି ପାଇଖାନା ସୁବିଧା। ରୁମ୍ଗୁଡ଼ିକ ଆବର୍ଜନାରେ ଭରି ରହିଛି। ପିଲାଙ୍କୁ ମଶାରୀ ମଧ୍ୟ ଦିଆଯାଉନଥିବା ପିଲା ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ହୋଇଥିବା ବେଳେ ଏହାର କୌଣସି ସମାଧାନ ହୋଇନାହିଁ କି କୌଣସି ଅଧିକାରୀ ପହଞ୍ଚି ନଥିବାରୁ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା ପିଲାଙ୍କ ଅଭିଯୋଗ ଖଣ୍ଡନ କରିଥିବା ବେଳେ WEO ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଯଦି ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଥାନ୍ତା ତେବେ ଆଜି ତଦନ୍ତର ଆବଶ୍ୟକତା କାହିଁକି ପଡ଼ିଥାନ୍ତା। ତେବେ ପିଲାମାନେ ଚାଲି ଚାଲି ଯାଉଥିବା ବେଳେ ଦୁକାଲପଡ଼ା ସ୍କୁଲ ନିକଟରେ WEO ପ୍ରଧାନ ଶିକ୍ଷୟିତ୍ରୀ ABO CRC ଚେୟାରମ୍ୟାନ୍ ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି ପୂର୍ବତନ ଚେୟାରମ୍ୟାନ୍ ଆଦି ସମସ୍ତେ ପିଲାଙ୍କୁ ଅଟକାଇ ବୁଝାସୁଝା କରିବା କରି ଦୁକାଳୁପଡ଼ା ସ୍କୁଲରେ ଅଟକାଇ ରଖିଥିଲେ। ପରେ ଅଭିଭାବକମାନେ ପହଞ୍ଚିବା ପରେ ସେମାନଙ୍କୁ ବୁଝାସୁଝା କରି ପୁଣି ଥରେ ବିଦ୍ୟାଳୟକୁ ପଠାଇଥିବା ଦେଖିବାକୁ ମିଳିଛି। ସାନଟେମରା ସ୍କୁଲରେ ପାଠ ପଢୁଛି। କାଲି କହିଲୁ ମ୍ୟାମ୍ କୁ ପକ ଭାତ ଦିଅ ନାହିଁ ବୋଲିକି କହିଲୁ। ମ୍ୟାମ୍ କହିଲା ପକ ଭାତ ଆସିବ ନାହିଁ ତ ତମର ଘରର ଚାଉଳକୁ ଆଣିକି ରାନ୍ଧୁନ ବୋଲିକି କହିଲା। ସେମିତି କହିଲାରୁ ଆମକୁ ରିସା ଲାଗିଲା। ସେଥିପାଇଁ ଆମେ କାଲି ରାତି ମିଟିଂ କଲୁ। ସେ 2024ରେ ମିଶା କହିଥିଲୁ ଏମିତି ଏକା ହେବ ମିଟିଂ କରିଲେ ଏମିତି ହବ କିଟା ଆଇବ ବୋଲିକି କହିଲେ। 2024ଠୁ ଏବେ ପର୍ଯ୍ୟନ୍ତ କିଛି ହେଇନାହିଁ। ସେମ୍ ଆକା ଅଛି ସ୍କୁଲ। ଆମେ ସାନଟେମରା ସ୍କୁଲରୁ ଆମ ଘର ଯିବା ପାଇଁ ବାହାରିଥିଲୁ ତ ଏବେ ଯିବୁ ଆମେ ଘରେ। 180 ନା କେତେ ଜଣ ଅଛନ୍ତି ସବୁ ହଷ୍ଟେଲ ପିଲା ବାହାରିଥିଲୁ। ଏବେ ବାପା ମାନେ ଆସିକି ନେବେ ବୋଲି କହିଛନ୍ତି। ଆମକୁ ତ ଆଇବେ ନାହିଁ ବସ୍ ସହିତ ଆସ ବୋଲି କହିଛନ୍ତି। ଆମର ତ ସେଠି ଉମରକୋଟ ସିଆଡ଼େ ବେହେଡ଼ା ପାଖେ ନାଇଁ ସେଟା ସବୁ ଆମେ ଯେତିକି କହିଛୁ ସେଟା ବନାଇଲେ ଆଇବୁ ଡାକଲେ। ହଷ୍ଟେଲ ରୁମ୍ ନାହିଁ। ହଷ୍ଟେଲ ରୁମ୍ରେ ଆମେ କୋଉଠି ଶୋଉଛୁ ସେଇଠି ସବୁ ପାଣି ଚଳି ଯାଉଛି ତଲେ ଶୋଇ ହଉନାହିଁ। ବର୍ଷା ମାରିଲେ ପୁରା ଶୋଇ ହଉନାହିଁ। କିଛି ଲେଟ୍ରିନ୍ ମିଶା ନାହିଁ। ସବୁ ନାଲ ପଟେ ଯିବାକୁ ପଡୁଛି ଛତା ଧରିକି ଭିଜି ଆଉ ସେଠି କେତେ କହିଲେ ମିଶା ହଷ୍ଟେଲ ରୁମ୍ ଗୋଟେ ଦିଅ। 2024ରେ କହିଲେ ହଷ୍ଟେଲ ରୁମ୍ ଆସିବ ବୋଲି ସେଦିନଠୁ କିଛି ହଷ୍ଟେଲ ରୁମ୍ ଆସିନାହିଁ କିଛି ନାହିଁ। 2024ରୁ ଏକା ସାନଟେମରାରେ ପାଠ ପଢୁଛି। ଭାତ ଶାଗରେ ପୋକ ବାହାରୁଛି ଆଉ ରୁମ୍ରେ ବି ପାଣି ଗଳୁଛି। ବର୍ଷା ମାସ ଶୋଇ ହେଉନାହିଁ। ହଷ୍ଟେଲ ରୁମ୍ ନାହିଁ। କ୍ଲାସ ରୁମ୍ରେ ଏକା ବେଡ୍ ମାନ ଲଗାଉଛୁ ଆଉ ଶୋଉଛୁ। ଆଉ ମ୍ୟାମ୍ କହିଲେ କି ଚାଉଳ ଅଟାଟା ଦେବ ବୋଲି କହିଲାକୁ ତମ ଘରର ଆଣିକି ଖାଉ କହିଲେ। ହଷ୍ଟେଲ ପିଲା ସବୁ ମିଟିଂ କଲୁ ରାତିରେ। ଫୁଟବଲ ମାଙ୍ଗିଲା ବି ସେ ମ୍ୟାମ୍ ଉରିଲା ସେଟା ପାଇଁ ରିସାଇ ଗଲେ ପିଲାମାନେ ସବୁ। ହଷ୍ଟେଲ ରୁମ୍ ବନାଇଲେ କାହା ସବୁ କହିଲୁ। ଭାତ ସକାଳୁ ଖାଇଲୁ। ଚାଲି ଚାଲି ଆସିଛୁ ଆମେ। ନିଜ ଘରକୁ ଯାଉଛୁ ଆମେ ଚାଲି ଚାଲି କରି। ବାପା ମାଆକୁ ଖବର ଦେଇଛୁ ଏବେ ଆଣିବା ପାଇଁ ଆସିବେ। ସ୍କୁଲ ପିଲାମାନେ ଆଜ୍ଞା 3 ବର୍ଷ ତଲେ ବି ସବୁ ବାହାରିଥିଲେ। ଗୋଟେ ଦାବି ତାଙ୍କର ହଷ୍ଟେଲ ରୁମ୍ ଭଲ ନାହିଁ ସବୁ ପାଣି ଗଳୁଛି ବୋଲିକିନା। ଆଉ ବାଉଣ୍ଡ୍ରି ଫାଉଣ୍ଡ୍ରି ବି ସୁବିଧା କିଛି ନାହିଁ। ଯେଉଁ ସୁବିଧା ବାଉଣ୍ଡ୍ରି କରାହେଇଛି ତ ସେଇଟା ବର୍ଷା ହେଲେ ଭାଙ୍ଗି ଯାଉଛି ହେଲା ଭାଙ୍ଗି ଯାଇଛି। ସେଇଟା ବି 2 ବର୍ଷ ହେବା ଭାଙ୍ଗିକିନା ପଡ଼ିଛି। ଆଉ ଟଏଲେଟ୍ ବି ନାହିଁ। ପିଲାମାନେ ସବୁ ଅସୁବିଧା ହେଉଛି ବୋଲିକିନା ପିଲାମାନେ ବାରମ୍ବାର ପିଲାମାନେ ଦାବି କରି ଆସୁଛନ୍ତି। ତାପରେ ଆହୁରି ଗୋଟେ କଥା କହୁଛନ୍ତି ତାଙ୍କେ ନାଇଁ ଆମର ଖାଦ୍ୟରେ ବି ପୋକ ଥାଉଛି ଆମକୁ ଦଉଛନ୍ତି ଖାଦ୍ୟ ବୋଲିକିନା ସେ କମ୍ପ୍ଲେନ୍ ହେଉଛି ଆଜ୍ଞା।
3-4 ବର୍ଷ ହେଲା ସେ କମ୍ପ୍ଲେନଟା ହଉଛି ଆଜ୍ଞା। ଆଜି କଣ ପାଇଁ ପିଲାମାନେ ବାହାରିକି ଯାଉଛନ୍ତି? ସେ ପିଲାମାନେ ସେ ମଝିରେ ଏବେ ବର୍ଷା ହେଲା ତ ବର୍ଷା ହେଲାରୁ ବେଶୀ ପାଣି ଗଳୁଥିବ ସେ ସେଥିପାଇଁ ତାଙ୍କର ଶୁଆ ବସା ବେଶୀ ଅସୁବିଧା ହଉଛି ସେଟା ପାଇଁ ସେମାନେ ବାହାରୁଥିବେ ଆଉ। କେତେ କିଲୋମିଟର ଏମିତି ଚାଲିଲେ ଆଉ ତାପରେ କଣ ହେଲା? ଏବେ ପାଖାପାଖି ଏବେ ଆସିଛନ୍ତି 12 କିଲୋମିଟର ଖଣ୍ଡେ ହବ ଏଠିକି ଟେମରାଠୁ ଚାଲି ଚାଲି ଆସିଛନ୍ତି। ପଚାରିକିନା ସେ ପିଲାମାନେ ତମେ ପଚାରିଲ କଣ କହିଲେ ଆଉ କୋଉ ପାଖରୁ ନାଇଁ ନାଇଁ ପିଲାମାନେ ସେ ଗୋଟେ ଦାବି କହୁଛନ୍ତି ଆମକୁ ଟଏଲେଟ ସୁବିଧା ନାହିଁ କି ହଷ୍ଟେଲ ରୁମ୍ ଆମକୁ ଶୋଇବା ବସିବା ପାଇଁ ସୁବିଧା ନାହିଁ ସେଥିପାଇଁ ଆମେ ଯାଉଛୁ ଆଉ ଖାଦ୍ୟରେ ବି ଭଲସେ ଦଉନାହାନ୍ତି ପୋକଜୋକ ଖାଦ୍ୟ ଦଉଛନ୍ତି ବୋଲିକିନା ସେ ଗୋଟେ ଦାବି କରୁଛନ୍ତି ସାଙ୍ଗ। ମୁଁ ରାଜଲକ୍ଷ୍ମୀ ମହାରଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ। ତାଙ୍କର ମୁଖ୍ୟ ଦାବି ହେଉଛି ହଷ୍ଟେଲ ରୁମ୍ ପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି। ଆମେ ବିଭିନ୍ନ ସ୍ତରରେ ବହୁ ପ୍ରକାର ଚେଷ୍ଟା କରିଛୁ ହଷ୍ଟେଲ ରୁମ୍ କରିବା ପାଇଁ କିନ୍ତୁ ହେଇପାରିନି। ସେଇଟା ପାଇଁ ସେ ଯାହାହେଲେ ବି ଗୋଟେ ଜାଗାରେ ବହୁତ ପିଲା ରହିଲେ ଅସୁବିଧା ଯାହା ହେବା କଥା ସେଇଗୁଡାକ ସବୁ ହେଇଛି ସେଗୁଡାକ ପ୍ରତିକାର କରିବା ପାଇଁ ସରକାରୀ ସ୍ତରରେ ଆମେ ଗ୍ରାମବାସୀଙ୍କ ତରଫରେ ଆମେ ସମସ୍ତେ ଚଲେଇଛୁ ମାନେ ତାର ପ୍ରତିକାର ପାଇଁ ବ୍ୟବସ୍ଥା କରୁଛୁ କିନ୍ତୁ ସେ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁନାହାନ୍ତି। ମିଛ କଥା କହୁଛନ୍ତି ସାର୍ ସେ ଯାହା କହୁଛନ୍ତି ଯାହା ତାଙ୍କର ପିଲାଙ୍କର ସବୁ ମିଛ କଥା ପ୍ରକୃତ ତାଙ୍କର ଉଦ୍ଦେଶ୍ୟ ହେଉଛି ହଷ୍ଟେଲ ବ୍ୟବସ୍ଥା ଏଇଟା ହେଉଛି ତାଙ୍କର ମୁଖ୍ୟ ବ୍ୟବସ୍ଥା ଏଇ ସାଙ୍ଗରେ ସେମାନେ ଏମିତି ଯୋଡ଼ି ଜାଡ଼ିକିରି କହୁଛନ୍ତି ଏରା ସବୁ ସମ୍ପୂର୍ଣ୍ଣ ମିଥ୍ୟା। ମିଛରେ ମୁଁ ଯାରେ ପାଠ ପଢିବ ଆଉ ତମେ ଏତେ ଇଏ କରନି ମୁଁ ତମ କଥା ବୁଝୁଛି ଆଉ ସେଇଟା କରିଦେଉଛି ଆପଣ ବି ଯାଇକି ଦେଖିପାରିବେ ମାନେ କୌଣସି ଜିନିଷର ମୁଁ ଅବ୍ୟବସ୍ଥା କରିନି କିନ୍ତୁ ବହୁତ ପିଲା ଗୋଟିଏ ଜାଗାରେ ବ୍ୟବସ୍ଥା ନଥାଇକି ରହିବାରୁ ଏଇ ସବୁ ଅସୁବିଧା ଉପୁଜୁଛି। ତାର ଦାୟିତ୍ୱ ମୁଁ ସାର୍ ତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଆସିଛି ତାଙ୍କୁ ବୁଝେଇଛି ତାଙ୍କ ଗାର୍ଡିଆନକୁ ବି ଫୋନ କରୁଛି ଆପଣ ଆସନ୍ତୁ ପିଲା ଗୁଡାକ ଅସୁବିଧା ହେବ ଏଇଠି ବି ତାଙ୍କର ଖାଇବା ପିଇବା ବ୍ୟବସ୍ଥା କରିଦେଇଛି ପାଣି ବ୍ୟବସ୍ଥା କରିଦେଇଛୁ ଆମ ସମସ୍ତେ ମାନେ ଶିକ୍ଷା ବ୍ୟବସ୍ଥାର ଯେତେ ଆମର ଏବିଓ ସେମାନେ ଛାତ୍ରଛାତ୍ରୀଙ୍କୁ ଆମେ ଆଲୋଚନା କରିକି ତାଙ୍କୁ ଫେରେଇ ନେବୁ ହଷ୍ଟେଲକୁ। ବର୍ତ୍ତମାନ କହୁଛନ୍ତି ଘରେ ଘରେ ପଳେଇବୁ ନାଇଁ ସାର୍ ସେ ତ ସବୁ କିଛି କହୁଛନ୍ତି ତା ବୋଲି ସବୁ କଥା କଣ ତାଙ୍କର ଠିକ ନା ତାଙ୍କ କଥା ଆମେ ମାନି ନେବୁ ବୋଲି ଭାବୁଛନ୍ତି। ହଁ ଅଭିଭାବକଙ୍କ ସୁରକ୍ଷାରେ ଆମେ ତାଙ୍କୁ ଛାଡିଦେବୁ ଯଦି ଯିବେ ପୁଣି ତାଙ୍କୁ ବୁଝେଇକିରି ଆଣିବୁ ଯଦି ହଷ୍ଟେଲରେ ବ୍ୟବସ୍ଥା ଆମେ କରୁଛୁ ଲାଗିକିରି ତାଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବୁ। ପୁଣି ହଷ୍ଟେଲରେ ପ୍ରାୟତଃ 200 ସିଟେଡ୍ ହଷ୍ଟେଲ କିନ୍ତୁ ଆମ ସ୍କୁଲ ଶ୍ରେଣୀଗୃହରେ ହଷ୍ଟେଲ ଚାଲିଛି ଆଉ କ୍ଲାସ ରୁମ୍ ନଥିବାରୁ ଆମେ ବହୁତ ପିଲା ରଖୁନଥିଲୁ 160 ପାଖାପାଖି ପିଲା ଆସିଛନ୍ତି।